ଆସନ୍ତାକାଲି ବାକ୍ୟକୁ ମଧ୍ୟ ଆମେ ଧ୍ୟାନ କରିବା। ଆଜିର ବାକ୍ୟ ଟାଇଟଲ ମୁଁ ଦେଇଛି ପ୍ରଭୁଙ୍କ ସହିତ ଜଡ଼ିତ ହେବା ପାଇଁ ପ୍ରାର୍ଥନାର ଆବଶ୍ୟକ ଅଟେ। ପ୍ରଭୁଙ୍କ ସହିତ ଜଡ଼ିତ ହେବା ପାଇଁ ଗୋଟେ ବ୍ୟକ୍ତିକୁ ପ୍ରାର୍ଥନାର ଆବଶ୍ୟକ ଅଟେ। ଯେତେବେଳେ ପର୍ଯ୍ୟନ୍ତ ଗୋଟେ ବ୍ୟକ୍ତି ପ୍ରଭୁଙ୍କ ସହିତ ଜଡ଼ିତ ଅଛି ଆଉ ଜଡ଼ିତ ଥିବା ସତ୍ତ୍ୱେ ତା ଜୀବନ ମଧ୍ୟରେ ପ୍ରାର୍ଥନା ରହିବ ନାହିଁ, ତେବେ ସେ ପ୍ରଭୁଙ୍କ ସହିତ କେବେ କମ୍ୟୁନିକେସନ କରିପାରିବ ନାହିଁ। ତାଙ୍କର ଗଭୀରତା ପ୍ରଭୁଙ୍କ ସହିତ ବଢି ପାରିବ ନାହିଁ। ମୋ ପ୍ରିୟ ଭାଇ ଭଉଣୀମାନେ, ମୁଁ କହିବା ପାଇଁ ଚାହେଁ, ଆମେ ଭାବୁଛୁ କି ପ୍ରଭୁଙ୍କ ସହିତ ବଞ୍ଚିବା ପାଇଁ, ଆମେ ଭାବୁଛୁ ପ୍ରଭୁଙ୍କ ସହିତ ଜିଇବା ପାଇଁ, ଆମ୍ଭମାନଙ୍କର ଗୋଟେ ଇଚ୍ଛା ଅଛି କି ପ୍ରଭୁଙ୍କ ସହିତ ଚାଲିବା ପାଇଁ, ଆମ୍ଭମାନଙ୍କର ଇଚ୍ଛା ଅଛି କି ପ୍ରଭୁଙ୍କ ସହିତ ଗମନ କରିବା ପାଇଁ, ଆମ୍ଭମାନଙ୍କର ଇଚ୍ଛା ଅଛି କି ପ୍ରଭୁଙ୍କ ସହିତ ଜଡ଼ିତ ହେଇକି ଜୀବନ ଯାପନ କରିବା ପାଇଁ। ପ୍ରଭୁଙ୍କ ଲୋକମାନଙ୍କୁ ବହୁତ ଇଚ୍ଛା କି ପ୍ରଭୁଙ୍କ ସହିତ ରହିବା ପାଇଁ। କିନ୍ତୁ ମୋ ପ୍ରିୟ ଭାଇ ଭଉଣୀମାନେ, ଆମକୁ ଧ୍ୟାନ ଦେବାକୁ ପଡ଼ିବ କି ଯେତେବେଳେ ପ୍ରଭୁଙ୍କ ସହିତ ଆମେ ଜଡ଼ିତ ଅଛୁ, ଯେତେବେଳେ ପ୍ରଭୁଙ୍କ ସହିତ ଅଛୁ, ତେବେ ତା ସହିତ ଆମ ଜୀବନରେ ପ୍ରାର୍ଥନା ଲଗାତାର ହେବାକୁ ପଡ଼ିବ। କାହିଁକି ପ୍ରାର୍ଥନାର ଆବଶ୍ୟକ? ଯେତେବେଳେ ପ୍ରାର୍ଥନା ଆମ ଜୀବନରେ ଅଛି, ସେ ଭିତରୁ ଆତ୍ମିକ ସ୍ପିରିଚୁଆଲ ଲାଇଫକୁ ସେ ଗ୍ରୋ କରିବ, ଉନ୍ନତ କରିବ, ବଢାଇବ। ଯେତେବି ଆପଣ ବାକ୍ୟ ପଢ଼ନ୍ତୁ, ଯେତେବି ବାକ୍ୟ ଶୁଣନ୍ତୁ, ମୁଁ କହିଛି ଆପଣଙ୍କୁ କାଫି ନୁହେଁ, ତା ସହିତ ଆମକୁ ପ୍ରାର୍ଥନାର ମଧ୍ୟ ଆବଶ୍ୟକ ଅଛି। ସେହିପରି ପ୍ରଭୁଙ୍କ ସହିତ ଜଡ଼ିତ ହେବା ପାଇଁ ଚାହୁଁ ତ ଆମକୁ ପ୍ରାର୍ଥନାର ଆବଶ୍ୟକ ଅଛି। ଆଉ ପାଉଲ ତାଙ୍କ ବାକ୍ୟ ତାଙ୍କ ପତ୍ରରେ ଲେଖୁଛନ୍ତି କି ପ୍ରାର୍ଥନା ତୁମ କରତେ ରହୋ। ସେ ଜାଣିଛନ୍ତି ପ୍ରାର୍ଥନାର ମହତ୍ଵ କଣ ଅଟେ, ସେ ଜାଣିଛନ୍ତି ପ୍ରାର୍ଥନାର ଗୁରୁତ୍ୱ କଣ ଅଟେ। ସେଥିପାଇଁ ସେ ଲେଖୁଛନ୍ତି କି ପ୍ରଭୁଙ୍କର ଆଗମନ ଅପେକ୍ଷା ପ୍ରଭୁଙ୍କର ଆଗମନକୁ ପ୍ରସ୍ତୁତ ହେବା ପାଇଁ ସେ ଲେଖୁଛନ୍ତି। ମୋର ପ୍ରିୟ ଭାଇ ଭଉଣୀ, ଆମେ ଟିକେ ଚିନ୍ତା କରିବା, କିନ୍ତୁ ଆପଣ ଚାହୁଁଛନ୍ତି କି ପ୍ରଭୁଙ୍କ ସହିତ ଜଡ଼ିତ ହେବା ପାଇଁ, ଆପଣ ଚାହୁଁଛନ୍ତି କି ପ୍ରଭୁଙ୍କ ସହିତ ଆତ୍ମିକ ଜୀବନରେ ବଢିବା ପାଇଁ, ଆପଣ ଚାହୁଁଛନ୍ତି କି ପ୍ରଭୁଙ୍କର ସହଭାଗିତାରେ ରହିବା ପାଇଁ, ତ ଆପଣମାନଙ୍କୁ ଗୋଟେ କାମ କରିବାକୁ ପଡ଼ିବ। ଆପଣଙ୍କ ଜୀବନରେ ଲଗାତାର ପ୍ରାର୍ଥନାର ଆବଶ୍ୟକ ଅଛି। ମୁଁ କହିଥିଲି ଆପଣମାନଙ୍କୁ, ପ୍ରାର୍ଥନା ଆମ ଜୀବନ ପାଇଁ ଗୋଟେ ଅକ୍ସିଜେନ ଅଟେ। କଣ ଅଟେ? ଯେମିତି ଆମକୁ ବଞ୍ଚିବା ପାଇଁ ପବନର ଆବଶ୍ୟକ ଅଟେ, ଅକ୍ସିଜେନର ଆବଶ୍ୟକ ଅଛି। ବିନା ଅକ୍ସିଜେନରେ ବଞ୍ଚିବ କି? ବଞ୍ଚି ପାରିବ ନାହିଁ। ବିନା ପ୍ରାର୍ଥନାରେ ଆମେ ଆତ୍ମିକ ଜୀବନରେ ବଞ୍ଚି ପାରିବା ନାହିଁ। ବିନା ପ୍ରାର୍ଥନାରେ ପ୍ରଭୁ ସହିତ ଜଡ଼ିତ ରହିପାରିବା ନାହିଁ। ସେଥିପାଇଁ ସେ ସୂଚାଇ ଦେଉଛନ୍ତି ତାଙ୍କ ପୁତ୍ର ମଧ୍ୟରେ ପ୍ରଭୁଙ୍କର ଆଗମନ ବିଷୟରେ ସେ ପ୍ରସ୍ତୁତ କରୁଛନ୍ତି ଲୋକମାନଙ୍କୁ। ଆଉ ସେ କହୁଛନ୍ତି, देखिए बच्चा रे, प्रार्थना में लगे रहो और धन्यवाद के साथ उसमें जागृत रहो। से लोक मानक जागृत कराउछे, जागृत हेबा ପାଇଁ से कहउछंती जे प्रभुଙ୍କ सहित जड़ित हेबा ପାଇଁ चाहुछंती, एबे प्रभुଙ୍କ सहित बंचिबा ପାଇଁ चाहुछंती। प्रथमे तांको जीवन रे प्रार्थना रहिबो, आ द्वितीय रे से माने जिसुଙ୍କର द्वितीय आगमन प्रति से माने जागी की रहिबे। क्यों माने? जो माने प्रभुଙ୍କ सहित बंचिबा ପାଇଁ चाहुछंती, जेमाने प्रभुଙ୍କ सहित स्पिरिचुअल लाइफ ग्रो करबा ପାଇଁ चाहुछंती। फिर तो पाउल कहउछंती कि प्रार्थना में तुम लगे रहो और जागते रहो। आज हमें कितने जन आज प्रार्थना सहित प्रभुଙ୍କର आगमन ପାଇଁ प्रस्तुत होतो। आमे तो प्रभुଙ୍କ सहित बंचिबार लोक होतो। आमे को आपनक जीवन में जागृत अछि कि प्रभुଙ୍କ ପାଇଁ? को आपण प्रभुଙ୍କର आशीर्वाद अपेक्षा करछंती कि? निजको प्रश्न करिबा। से कल कहते कि जे प्रार्थना में लगे रहो, तुम्हें प्रार्थना रे ही लगी रहो से कहू नांती। और से बहुत इंपोर्टेंट कथा कहउछंती कि तुम जागते रहो। और सिक्योरिटी गार्ड को आपण देखिबे, तारा ड्यूटी जते बळे थिबो, तारा काम कोन थिबो? जागीबार थिबो। वॉचमैन जागीबार लोक थिबो। कोन कुआड कोन आसुची
को गाड़ी कुआड़ आसुची क्यों लोक कोटे आसुची क्यों प्रकार लोक से सब विषय को से ध्यान करूथिबा सब विषय को से ध्यान और अनुसंधान करूथिबा मोर प्रिय मंडली आमे मध्य ठीक सेही प्रकार यीशुଙ୍କର आगमन पाई आमे जागी की प्रार्थना रे आमे लागि रहिबा पाएबा कि प्रभु करे बंचिबा खाली बंचुची कहिले हेबो ना खाली प्रभु करे मो आत्मिक जीवन रे बरुची कहिले हेबो ना आम जीवन गोटे जागृति उत्पन्न हेबा को पड़िबो आम जीवन गोटे जागृत हेबा को पड़िबो प्रभु को पाए जब दुनिया देखिबा सांसारिक हिसाब रे देखिबा जे गोटे बरो जाउची गोटे कन्या को घर को तबे केते प्रस्तुत रे से अपेक्षा करते रहिबे कि आज बरो आसुची सजबाज होइकी लिपस्टिक लगाई की फ्रेम लगाई की चुटी रे कलर लगाई की स्टाइल मारी की बुट सूट मारी की अपेक्षा रे से रहिबे देखो जो बरो गोटे कन्या घर को जाउची सेमन देखंतु केते प्रस्तुत होइके रहउछन्ति सेमाने प्रथम एडवांस जागृत होइके रहउछन्ति सेमाने जानि छथि कि आज बर आसीबो कि यीशुଙ୍କର जोगिबा सेही प्रकार नय भिन्न प्रकार उठे प्रेज द लॉर्ड हालेलुया और यीशु जेते आसंती ताकि ही मते जानि पारंती नाही बाइबल लिखा है चोर पर आसीबो से सहिला बेले मध्य आसी पारंती दिन बेले आसी पारंती दुई पहर मध्य आसी पारंती जेते बड़ को आपण जोगी छथि बड़ आसीबो बोली आपण जानि छथि कि यीशुଙ୍କର जोगिबार विषय आपण केही मो केही जानि पारिबे ना सेति पे से ताको वाक्य पत्र लिखो छथि कि तुम प्रार्थना के साथ तुम जागते रहो ये भाई लोग बड़ आसीबो आपण अपेक्षा रखछन्ति एते प्रस्तुत रहछन्ति किंतु आपनकर यीशु जे कि आपनको उद्धार करछन्ति जे कि आपनको मुक्ति दैछन्ति जे कि आपनको पाप से उद्धार प्राप्त करछन्ति तांको रक्त द्वारा आपण कृत करछन्ति तांको आपण माने आज केते अपेक्षा रखछन्ति आपण निजको प्रश्न करत যদি ଆମେ ଜାଗି ରହିବା ନାହିଁ ପ୍ରାର୍ଥନା କରିବା ନାହିଁ ତେବେ ଯୀଶୁଙ୍କର ଆଗମନ ପ୍ରଥମେ ପ୍ରିପେୟାର ରହିପାରିବା ନାହିଁ ଏବେ ଆମ ପାଖରେ ସମୟ ଅଛି ଯୀଶୁଙ୍କର ଆଗମନ ପାଇଁ ପ୍ରସ୍ତୁତ ହେବା ପ୍ରାର୍ଥନା କରିବା ପ୍ରଭୁଙ୍କ ସହିତ ଜଡ଼ିତ ହେବା ପ୍ରଭୁଙ୍କ ସହିତ ସ୍ପିରିଚୁଆଲ ଲାଇଫରେ ଗ୍ରୋ କରିବା ଯେ ସମୟ ବିତିଗଲା ଆଉ ଯେତେ ଜାଗ୍ରତ ହେଲେ ମଧ୍ୟ କାମ ଦେବ ନାହିଁ ଯେତେ ଜାଗି ରହିଲେ ମଧ୍ୟ ହେଇପାରିବ ନାହିଁ ଆପଣ ବାସ୍ତବରେ ଯୀଶୁଙ୍କ ସହିତ ପହଞ୍ଚୁଛନ୍ତି ବାସ୍ତବରେ ପ୍ରଭୁଙ୍କ ସହିତ ଜଡ଼ିତ ହେବା ପାଇଁ ଯାଉଛନ୍ତି ପ୍ରେମରେ ଗୋଟେ ବିଷୟ ଆପଣଙ୍କ ଜୀବନରେ ଅଛି ପ୍ରାର୍ଥନା ଏବଂ ଜାଗ୍ରତ ଏ ଦୁଇଟି ବିଷୟ ଆପଣଙ୍କ ଜୀବନରେ ମୋ ଜୀବନରେ ନାହିଁ ପ୍ରଭୁଙ୍କ ପାଇଁ ଆଗମନ ମାନେ ପ୍ରସ୍ତୁତ ହେଇକି ରହିପାରିବ ନାହିଁ ସେଟା ତାଙ୍କ ପତ୍ରରେ ସେ ଲେଖୁଛନ୍ତି ଆଉ ଥରେ ସେ ପୁନର୍ବାର ଲେଖୁଛନ୍ତି ତେସଲୋନିକେ ଦେଖିବା ପ୍ରଥମ ଆଉ ଥରେ ସେ ଲେଖୁଛନ୍ତି କିନ୍ତୁ ସେ କହୁଛନ୍ତି କି ପ୍ରାର୍ଥନାରେ ଲାଗି ରହ ଗୋଟେ ଥର ନାହିଁ ଦୁଇ ଥର ନାହିଁ ତିନି ଥର ନାହିଁ ଚାରି ଥର ନାହିଁ ସେ କହୁଛନ୍ତି କି ପ୍ରାର୍ଥନାରେ ଲଗାତାର तुम जाते रहो निरंतर प्रार्थना करो आपनकर आंसर न आसुरा पर्यंत आपण प्रभुଙ୍କ ठारे विश्वास सहित प्रार्थना करबाक पड़िबो यीशुଙ୍କର आगमन हेबा पर्यंत आमे प्रार्थना रे निविष्ट रहिबा पाई पड़िबो यीशु आपण लोकदान उठाई पहुंचबा पर्यंत आमे प्रार्थना रे आमे जागी रहिबा पाई हेबो किंतु मोर प्रभु नहीं बड़े मैं कहबा पाई चाहे आमे केते जण यीशुଙ୍କର आगमन करबे अपेक्षा करछु से कहउछन कि प्रार्थना सहित तुमे जागी कि प्रार्थना सहित जागी कि रहिबा प्रभुଙ୍କ आगमन पाई प्रस्तुत होई दिबा काहे कि ना आमे प्रभुଙ୍କ सहित बंचिबा लोक आमे प्रभुଙ୍କ सहित जीवन यापन करबा लोक आमे
ସେଥିପାଇଁ ମୁଁ ତାର ଅର୍ଥ ଏଇଟା ଗୋଟେ ଦୃଷ୍ଟାନ୍ତ ଦେଇକି ଯୀଶୁ କହୁଛନ୍ତି କି କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ମାନଙ୍କର କର୍ତ୍ତବ୍ୟ ଅଟେ। ହାଲେଲୁୟା ହାଲେଲୁୟା। କ୍ଳାନ୍ତ ନ ହୋଇ ଆମେ ସର୍ବଦା ପ୍ରାର୍ଥନା କରିବା, ସବୁବେଳେ ପ୍ରାର୍ଥନା କରିବା, ପ୍ରଭୁଙ୍କ ଅପେକ୍ଷାରେ ଆମେ ଜାଗିକି ରହିବା। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କର ଲୋକ ଉଦ୍ଧାର ପ୍ରାପ୍ତ ଲୋକ ପ୍ରଭୁଙ୍କର ଆଗମନ ପାଇଁ ପ୍ରସ୍ତୁତ ହେବାକୁ ପଡିବ। ସେ ଜଗିବା ବିଷୟରେ ସେମାନଙ୍କୁ କହୁଛନ୍ତି। ଆଉ ପ୍ରଥମ ଥେସଲୋନିକେର 5:17 ଉଚ୍ଚ ପରିଚିତ ବାକ୍ୟ, ନିରନ୍ତର ପ୍ରାର୍ଥନା में लगे रहो। ସେ ବାର ବାର କହୁଛନ୍ତି କି ତୁମେ ପ୍ରାର୍ଥନାରେ ତୁମେ ଲାଗିକି ରହିବାକୁ ପଡିବ, ପ୍ରାର୍ଥନା ତୁମେ ଜାଗିକି ରହିବାକୁ ପଡିବ, ପ୍ରାର୍ଥନା ତୁମେ ନିବିଷ୍ଟ ରହିବାକୁ ପଡିବ। ଏହା ଯେ ଆମମାନଙ୍କର କର୍ତ୍ତବ୍ୟ ଅଟେ, ଯେଉଁମାନେ ପ୍ରଭୁଙ୍କ ସହିତ ବଞ୍ଚିବା ପାଇଁ ଚାହୁଁଛନ୍ତି। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ଯେଉଁମାନେ ପ୍ରଭୁଙ୍କ ସହିତ ଜୀବନ ଯାପନ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ କ'ଣ ଅଟେ? ପ୍ରାର୍ଥନାର ଆବଶ୍ୟକ ଅଟେ। କ୍ଳାନ୍ତ ନ ହୋଇ ତୁମେ ସର୍ବଦା ତୁମର ପ୍ରାର୍ଥନା କରିବା ଆବଶ୍ୟକ ତୁମର ଅଟେ। ତେଣୁ ଆମେ ଜାଣିବା ପାଇଁ ଚେଷ୍ଟା କରିବା କି ଆମ ପାଇଁ ପ୍ରାର୍ଥନା କେତେ ଆବଶ୍ୟକ ଅଟେ, ଆମ ପାଇଁ ପ୍ରାର୍ଥନା କେବେ ଆବଶ୍ୟକ ଅଟେ। ମାଥ୍ୟୁ 24:22 ଦେଖିବେ, ଜାଗ୍ରତ ରୁହ, ତୁମମାନଙ୍କ ପ୍ରଭୁ କେଉଁ ଦିନ ଆସିବେ। ଯଦି ପ୍ରସ୍ତୁତ ନାହିଁ, ଯୀଶୁଙ୍କୁ ଆମେ ସାକ୍ଷାତ କରିବା। ଆଜି ଆମର ମନରେ ଆମ ଜୀବନରେ ଜାଗ୍ରତ ହେବ ନାହିଁ, ଆମ ଜୀବନରେ ଜଗିବାର ମନୋଭାବ ନାହିଁ ପ୍ରଭୁଙ୍କ ପାଇଁ। କେତେବେଳେ ଆମ ଜୀବନରେ ପ୍ରସ୍ତୁତ ଆମେ ରହିବା, କେତେବେଳେ ଆମେ ଜାଗ୍ରତ ହେଇକି ରହିବା ଯୀଶୁଙ୍କର ଆଗମନ ପ୍ରତି। ସେ ଆପଣ ଲୋକମାନଙ୍କୁ ବାରବାର ସେ ସୂଚନା ଦେଉଛନ୍ତି କି ତୁମେ ପ୍ରାର୍ଥନାରେ ତୁମେ ଲାଗିକି ରହ, ଲାଗିକି ରହ। ଆଜି ଲୋକ ପ୍ରାର୍ଥନା କରି ହାଲିଆ ହେଇ ଥକି ଯାଇକି ପ୍ରାର୍ଥନା ବାର ସବୁ ଛାଡିକି ଦୁନିଆର କାମ ପ୍ରତି ବ୍ୟସ୍ତ ହେଇଗଲେଣି। ଯୀଶୁଙ୍କ ପାଖକୁ ପ୍ରାର୍ଥନା ଏଥିପାଇଁ କରନ୍ତି କି ସୁସ୍ଥ ପାଇବା ପାଇଁ, ପ୍ରାର୍ଥନା ଏଥିପାଇଁ କରନ୍ତି ଆରୋଗ୍ୟ ପାଇବା ପାଇଁ, ପ୍ରାର୍ଥନା ଏଥିପାଇଁ କରନ୍ତି ଗୋଟେ ଗାଡ଼ି ପାଇବା ପାଇଁ, ପ୍ରାର୍ଥନା ଏଥିପାଇଁ କରନ୍ତି ଗୋଟେ ବଙ୍ଗଳା ପାଇବା ପାଇଁ। ପ୍ରାର୍ଥନା করে ଥକି 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 ପ୍ରାର୍ଥନା করে ଥକି ହାଲିଆ ହେଇଯିବେ, ତାପରେ ପ୍ରଭୁଙ୍କୁ ଛାଡିକି ଆଉ ବ୍ୟାକସ୍ଲାଇଡ୍ ହେଇପାରି ଯିବେ। ସେମିତି ସେ ପାଉଲ କହୁନାହାନ୍ତି ତୁମେ ଆଗ ଟିକେ ପ୍ରାର୍ଥନା କର, ଆଉ ଟିକେ ବାହାରି ଯାଅ, ଟିକେ ଟେଷ୍ଟ କର ପ୍ରଭୁଙ୍କ ପାଖେ, ଟିକେ ଆସ, ଟିକେ ଯୋଗ ନ ମିଳିଲେ ଫାଟଣ ବାହାରି ଯାଅ। ପାଉଲ ସେମିତି କହୁନାହାନ୍ତି। ଯଦି ପତ୍ରସ୍ ସେ କହୁଛନ୍ତି କି ପ୍ରାର୍ଥନା ବ୍ୟତୀତ ନିରନ୍ତର ଜାଗତେ ରହ। ଏହାର ଅର୍ଥ ଆପଣଙ୍କୁ ବୁଝିବା ପାଇଁ କି ପ୍ରାର୍ଥନା ଆମେ କେମିତି ଜାଗିକି ରହିବା। ପ୍ରଭୁଙ୍କ ଲୋକମାନେ ପ୍ରଭୁ ସହିତ ଜଡ଼ିତ ହେବା ପାଇଁ ଆପଣଙ୍କ ଜୀବନରେ ପ୍ରାର୍ଥନା ନାହିଁ, ଆପଣଙ୍କ ଭିତରୁ କେବେ ମଧ୍ୟ ସ୍ପିରିଚୁଆଲ ଲାଇଫ୍ ଆପଣଙ୍କୁ ଗ୍ରୋ କରିପାରିବ ନାହିଁ। ବାପର ଏକ୍ସାମ୍ପଲ ମଧ୍ୟ କହିଛି, ଗୋଟେ ଗଛକୁ କ'ଣ ଦରକାର? ବଢ଼ିବା ପାଇଁ, ରହିବା ପାଇଁ ପାଣିର ଆବଶ୍ୟକ ଅଟେ, ସୂର୍ଯ୍ୟ କିରଣର ଆବଶ୍ୟକ ଅଟେ, ଅନେକ ବିଭିନ୍ନ ପ୍ରକାର ଗୋଟେ ଜିନିଷ ତାକୁ ଆବଶ୍ୟକ ଅଟେ। କାହିଁକି? ସେ ନିଜକୁ ଗ୍ରୋ କରିବା ପାଇଁ। ଠିକ୍ ସେହିପରି ଆମ ଜୀବନରେ ମଧ୍ୟ ଆମ ଆତ୍ମିକ ସ୍ପିରିଚୁଆଲ ଗ୍ରୋ ହେବା ପାଇଁ ଆପଣ ଖାଲି ବାକ୍ୟ ପଢ଼ିଲେ ହେବ ନାହିଁ, ଆପଣ ଖାଲି ବାକ୍ୟ ଶୁଣିଲେ ହେବ ନାହିଁ, ଆମ ଜୀବନରେ ଗୋଟେ ପ୍ରାର୍ଥନାର ମନୋଭାବ ହେବାକୁ ପଡ଼ିବ। ଠିକ୍ ସେତିକି ବେଳେ ଆମ ଜୀବନରେ ଗୋଟେ ଜାଗ୍ରତ ଜାଗି ଉଠିବାକୁ ପଡ଼ିବ। ଯେତେ ପ୍ରାର୍ଥନା କଲେ ମଧ୍ୟ ଆପଣଙ୍କ ଜୀବନରେ ଜାଗ୍ରତ ନାହିଁ, ତେବେ ସଫଳ ହେବେ ନାହିଁ, ଆପଣ ବିଫଳ ହେଇଯିବେ। ହାଲେଲୁୟା। କିନ୍ତୁ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଏବେ ପ୍ରଭୁଙ୍କର ଆଗମନ ପ୍ରତି ଜାଗିବାର ସମୟ ଅଟେ। ଏମିତି ଏକ ଦିନ ଆସିବ, ଆମେ ସମସ୍ତେ ମୃତ୍ୟୁବରଣ କରିବୁ, ଆମେ ସମସ୍ତେ କବରସ୍ଥ ହେବୁ। ଥରେ ମାତ୍ର ମୃତ୍ୟୁ, ତାପରେ ବିଚାର ନିରୂପିତ ରହିଛି। ତେବେ ପ୍ରଭୁଙ୍କ ପାଇଁ ଜାଗ୍ରତ ହେଇକି ବଞ୍ଚିବା, ସତର୍କ ହେଇକି ବଞ୍ଚିବା, ତାହେଲେ ଆମର ଫଳ ପ୍ରଭୁଙ୍କ ପାଇଁ ଆମେ ଦେଇପାରିବା। ହାଲେଲୁୟା। ପ୍ରଭୁଙ୍କଠାରେ ବଞ୍ଚିବା ଲୋକମାନଙ୍କୁ ବହୁତ ବିଷୟ କରିବା ପାଇଁ ପଡ଼ିବ। ଆପଣଙ୍କୁ କଷ୍ଟ ଉଠାଇବା ପାଇଁ ପଡ଼ିବ, ଆପଣଙ୍କୁ ଦୁଃଖ ଉଠାଇବା ପାଇଁ ପଡ଼ିବ। ପ୍ରାର୍ଥନାରେ ଆପଣ ଜାଗିଛନ୍ତି, ଆପଣଙ୍କ ଜୀବନରେ ପ୍ରାର୍ଥନା ଅଛି, ହେଇପାରେ ଆପଣଙ୍କ ଜୀବନରେ ସମସ୍ୟା ଆସିବ, ଅନେକ ପ୍ରୋବ୍ଲେମ୍ସ ଗୁଡ଼ାକ ଆସିବ, ତାଠାରୁ ଆପଣ ମାନେ ପ୍ରଭୁଠାରେ ବଞ୍ଚିବା ପାଇଁ ହେବ। ସେ ଏକ୍ସପିରିଏନ୍ସରୁ ଆପଣ ଉଠି ଆସିବାକୁ ପଡ଼ିବ ପ୍ରଭୁଙ୍କ ଠାରୁ।
ହାଲେଲୁୟା ହାଲେଲୁୟା। ଆମେ ଗୋଟେ ଫଳ ଦେଖାଯିବା ପାଇଁ ପଡିବ, ଫଳ ହେବାକୁ ପଡିବ। ଆମେ ପ୍ରଭୁ ପାଇଁ ଜାଗିକି ରହୁଛୁ, ଯଦି ଆମ ଜୀବନରେ ପ୍ରାର୍ଥନା ଅଛି, ସ୍ପିରିଚୁଆଲ ଗ୍ରୋ କରୁଛି, ଅଟୋମେଟିକ ପବିତ୍ର ଆତ୍ମାଙ୍କର ଫଳ ଆମ ଜୀବନରେ ଦେଖାଯିବ। ହାଲେଲୁୟା। ଆପଣଙ୍କ ଜୀବନରେ ଜାଗ୍ରତ ଅଛି ପ୍ରଭୁଙ୍କ ପାଇଁ, ଆପଣଙ୍କ ଜୀବନରେ ସବୁ ସ୍ପିରିଚୁଆଲ ଲାଇଫ, ସବୁ ସ୍ପିରିଚୁଆଲ ଇଫେକ୍ଟ ଗୁଡାକ ଆପଣ ଦେଖିବା ପାଇଁ ପାଇବେ। ଅନ୍ୟମାନେ ଆପଣଙ୍କ ଜୀବନ ଠାରୁ ଦେଖିବେ।